ଏଇଟା ତମର +2 ସେକେଣ୍ଡ ଇୟର ଆର୍ଟ୍ସ ର ଯୋଉ ହିଷ୍ଟ୍ରି ବହି ଅଛି, ହିଷ୍ଟ୍ରି ବହିର ଚାପ୍ଟର ନମ୍ବର 18 ରୁ ଆସିଛି, ଯୋଉଟା କି ତମର ଅଛି ଭାରତୀୟ ସମ୍ବିଧାନ ପ୍ରଣୟନ। ଏବଂ ସେଦିନ ପ୍ରଥମ ଭିଡ଼ିଓଟିରେ ମୁଁ ତମକୁ ଭାରତୀୟ ସମ୍ବିଧାନ ପ୍ରଣୟନ ଏବଂ ପ୍ରଣୟନ ସଭା ବିଷୟରେ କହିଥିଲି। ଆଜି ଏଇ ଭିଡ଼ିଓରେ ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବିଷୟରେ ଆଲୋଚନା କରାଯିବ। ଭାରତର ସମ୍ବିଧାନ ଏକ ରାଷ୍ଟ୍ରର ସ୍ତମ୍ଭ, ଅର୍ଥାତ୍ ଭାରତୀୟ ସମ୍ବିଧାନ ହେଉଛି ଭାରତୀୟ ପାଇଁ ଏକ ସ୍ତମ୍ଭ ସଦୃଶ, କାରଣ ଏହି ଭାରତୀୟ ସମ୍ବିଧାନ ଅନୁସାରେ ହିଁ ଭାରତର ଶାସନ ପରିଚାଳିତ ହୋଇଥାଏ। ତାପରେ ଦେଖିବା, ଏହା ହେଉଛି ରାଷ୍ଟ୍ରର ଏକ ବ୍ଲୁପ୍ରିଣ୍ଟ, ଅର୍ଥାତ୍ ଭାରତୀୟ ସମ୍ବିଧାନ କେବଳ ନିୟମର ଏକ ସଂଗ୍ରହ ନୁହେଁ, ବରଂ ଏହା ଏକ ସୁଚିନ୍ତିତ ଢାଞ୍ଚା ଯାହା ବିଶ୍ୱର ସର୍ବବୃହତ ଗଣତନ୍ତ୍ରକୁ ପରିଭାଷିତ କରେ, ଶାସନ କରେ ଏବଂ ଏହାକୁ ବଜାୟ ରଖେ। ତ ଭାରତର ସମ୍ବିଧାନ କ'ଣ ନା ଏକ ନିୟମର ସଂଗ୍ରହ ନୁହେଁ, ଏହା ହେଉଛି କ'ଣ ସୁଚିନ୍ତିତ ଢାଞ୍ଚା। ଆମେ ଜାଣିଛେ ଆମ ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବଂ ଏହି ଗଣତନ୍ତ୍ର ରାଷ୍ଟ୍ରକୁ ପରିଚାଳିତ ଆମର ଏହି ସମ୍ବିଧାନ ଦ୍ୱାରା କରାଯାଇଥାଏ। ତେଣୁକରି ଇଏ ହେଉଛି ଆମ ରାଷ୍ଟ୍ରର କ'ଣ ନା ଏକ ମାର୍ଗଦର୍ଶକ ଅଟେ, ଯାହା ଦ୍ୱାରା କ'ଣ କରେ ନା ଆମର ଏହି ବୃହତ ଗଣତନ୍ତ୍ର କ'ଣ ହୁଏ ନା ପରିଭାଷିତ ହୁଏ ଏବଂ ଏହି ଗଣତନ୍ତ୍ର ରାଷ୍ଟ୍ର ଶାସିତ ହୁଏ ଏବଂ ଏହି ଆମର ଗଣତନ୍ତ୍ରର ରାଷ୍ଟ୍ର ତା ନିଜକୁ କ'ଣ କରେ ସୁସଂଗଠିତ କରିଥାଏ। ଏଥିରେ ଆମେ ଚାରିଗୋଟି ବିଷୟକୁ ଏଠାରେ ଆମେ ବର୍ଣ୍ଣନା କରିବା। ଗୋଟେ ହେଉଛି, ଏହା ହେଉଛି ରାଷ୍ଟ୍ରର ବଡ଼ ଦସ୍ତାବିଜ, ଅର୍ଥାତ୍ କ'ଣ ନା ଏଇଟା ଗୋଟେ ଫଣ୍ଡାମେଣ୍ଟାଲ ଡକୁମେଣ୍ଟସ୍। ଏବଂ ଅନ୍ୟ ଗୋଟେ ସ୍ତମ୍ଭରେ ପଡ଼ିବା, ଇଏ ଆମ ରାଷ୍ଟ୍ର ପାଇଁ ଇଏ ଏକ ଆଦର୍ଶ ଅଟେ। ଏବଂ ଆଉ କ'ଣ ପଡ଼ିବା ନା ଇଏ ଆମ ରାଷ୍ଟ୍ରର ସଂରଚନା ଅଟେ, ଅର୍ଥାତ୍ ଆର୍କିଟେକ୍ଟ ଅଟେ, ସ୍ଥାପତ୍ୟ ଅଟେ ଇଏ। ଏବଂ ଆମର ଏଥିରେ ନାଗରିକ ଏବଂ ରାଷ୍ଟ୍ରମାନଙ୍କ ପାଇଁ କ'ଣ ବର୍ଣ୍ଣନା ଅଛି ସେ ବିଷୟରେ ଆମେ ଏଠାରେ ଆଲୋଚନା କରିବା। ପ୍ରଥମେ ଆମେ ଦେଖିବା, ଏହା ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ। ଆମେ ଜାଣିଛେ ବିଶ୍ୱରେ ଦୁଇ ପ୍ରକାର ସମ୍ବିଧାନ ଦେଖାଯାଏ, ଗୋଟେ ହେଉଛି ଲିଖିତ ସମ୍ବିଧାନ ଏବଂ ଅନ୍ୟଟି ହେଉଛି ଅଲିଖିତ ସମ୍ବିଧାନ। ତ ସାଧାରଣତଃ ବିଶ୍ୱର ଅଧିକାଂଶ ଦେଶରେ ଏହି ଲିଖିତ ସମ୍ବିଧାନରେ ପ୍ରଚଳନ ହୋଇଥାଏ। ଇଂଲଣ୍ଡ ଭଳି ବା ୟୁକେ ଭଳି କେତୋଟି ଦେଶରେ ହିଁ ଅଲିଖିତ ସମ୍ବିଧାନ ପ୍ରଚଳିତ ହୋଇଥାଏ। ତ ପ୍ରାୟ এই ଇଂଲଣ୍ଡକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦେଶରେ ଲିଖିତ ସମ୍ବିଧାନ ପ୍ରଚଳିତ ହୋଇଥାଏ। ଆମ ଦେଶର ସମ୍ବିଧାନଟି ଅନ୍ୟ ଦେଶର ସମ୍ବିଧାନ ପରି ଲିଖିତ ସମ୍ବିଧାନ ଏବଂ ଏହା ହେଉଛି ସର୍ବବୃହତ। ଭାରତୀୟ ସମ୍ବିଧାନ ଏହାର ବିଶାଳତା ଏବଂ ସବିଶେଷ ବିବରଣୀ ପାଇଁ ଅତୁଳନୀୟ। ଆମ ସମ୍ବିଧାନରେ କ'ଣ ଅଛି? ବିଶାଳତା ଅଛି, ଅର୍ଥାତ୍ ସବୁଠୁ ବୃହତ ଏବଂ ଏଥିରେ ସବୁ କିଛି ଡିଟେଲ୍ସରେ ଅଛି, ସବିଶେଷ ବିବରଣୀ ଅଛି। ଆମର ଯେଉଁ ମୂଳ ସମ୍ବିଧାନ ଅଛି, ସେ ମୂଳ ସମ୍ବିଧାନର 395ଟି ଧାରା ଅଛି ଏବଂ ତା ସହିତ କେତୋଟି 10ଟି ଅନୁସୂଚୀ ଅଛି। ତ 395ଟି ଧାରା 10ଟି ଅନୁସୂଚୀ ଥିବାରୁ ୟାର ବିଶାଳତା ଅଧିକ ଅଟେ। ଅନ୍ୟାନ୍ୟ ରାଷ୍ଟ୍ରରେ ବହୁତ କମ ସଂଖ୍ୟକ ଧାରା ଥାଏ, କିନ୍ତୁ ଆମ ଭାରତର ସମ୍ବିଧାନରେ କ'ଣ ଅଛି ନା 395ଟି କ'ଣ ଅଛି ନା ଧାରା, ମୂଳ ସମ୍ବିଧାନ ଧାରା ଅଛି। ବର୍ତ୍ତମାନ ଯୋଉଟା କି 450ରୁ ଉର୍ଦ୍ଧ୍ୱ ଧାରା ବର୍ତ୍ତମାନର ସମ୍ବିଧାନରେ ଅଛି, କାରଣ ଇଏ ଯୋଉ ଧାରା ଗୁଡ଼ିକ କ'ଣ ହେଉଛି ନା ସଂଶୋଧିତ ହୋଇ ଇଏ ବୃଦ୍ଧି ପାଇବାରେ ଲାଗିଛି ଏବଂ ଇଏ ଅନୁସୂଚୀ ବି ମଧ୍ୟ ବର୍ତ୍ତମାନ 12ଟି ଅନୁସୂଚୀ ଅଛି। ହଉ, ଏହାର ବିଶାଳତା କାରଣ କ'ଣ ନା ଏଥିରେ କେନ୍ଦ୍ର ଓ ରାଜ୍ୟଙ୍କ ପାଇଁ ଶାସନ ବ୍ୟବସ୍ଥା ସବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ଅନ୍ୟାନ୍ୟ ଦେଶମାନଙ୍କରେ ରାଜ୍ୟ ପାଇଁ ଗୋଟେ ସମ୍ବିଧାନ ଥିବା ବେଳେ କେନ୍ଦ୍ର ପାଇଁ ଅନ୍ୟ ଏକ ସମ୍ବିଧାନ, କିନ୍ତୁ ଆମର ଉଭୟଙ୍କ ପାଇଁ ଗୋଟିଏ ସମ୍ବିଧାନ ଥିବା ବେଳେ ସେଥିପାଇଁ ଏହାର କ'ଣ ହେଇଛି ନା ଆକାର ବିଶାଳତା ଲାଭ କରିଛି। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ସମ୍ବିଧାନରୁ ଇଏ ଉତ୍କୃଷ୍ଟ ବ୍ୟବସ୍ଥା ଗୁଡ଼ିକ କ'ଣ କରିଛି? ଗ୍ରହଣ କରିଛି। ଆମ ସମ୍ବିଧାନ କ'ଣ କରିଛି?
ଆମର ଯୋଉ ସମ୍ବିଧାନ ଯେତେବେଳେ ପ୍ରଣୟନ ହେଇଥିଲା ଆମର ପ୍ରଣେତା ମାନେ ବିଭିନ୍ନ ଦେଶର ସମ୍ବିଧାନକୁ ପାଠ କରିଥିଲେ। ପାଠ କରିକି ସବୁ ଦେଶରୁ ଭଲ ଭଲ ଅଂଶ ଗୁଡ଼ିକ ଆଣି ଆମ ସମ୍ବିଧାନରେ ସ୍ଥାନ ଦେଇଥିଲେ। ଯେପରି ବ୍ରିଟେନରୁ ଆମର ଆସିଛି କ'ଣ ସଂସଦୀୟ ଶାସନ ପ୍ରଣାଳୀ, ଆମେରିକାରୁ ଆସିଛି ମୌଳିକ ଅଧିକାର। ଏଇଭଳି ଅନେକ ଦେଶରୁ ବିଭିନ୍ନ କ'ଣ ଉତ୍କୃଷ୍ଟ ଜିନିଷ ଗୁଡ଼ିକ ସେ ଉଦ୍ଧାର କରି ଆମ ସମ୍ବିଧାନରେ ସ୍ଥାନ ଦେଇଥିବା ଆମ ସମ୍ବିଧାନର ବିଶାଳତା ବୃଦ୍ଧି ପାଇଛି। ହଁ, ଆଉ ଜଣେ ହଉଛନ୍ତି ରାଜନୀତି ବିଶାରଦ, ତାଙ୍କ ନାଁ ହଉଛି ଆଇଭର ଜେନିଙ୍ଗସ୍। ଏ ଆଇଭର ଜେନିଙ୍ଗସ୍ ଆମର ସମ୍ବିଧାନର ଜଟିଳତାକୁ ଲକ୍ଷ୍ୟ କରି ସେ କହିଥିଲେ ଏହା ହଉଛି ଆଇନଜୀବୀ ମାନଙ୍କର ନନ୍ଦନକାନନ, ଲୟର୍ସ ପାରାଡାଇସ୍। କାହିଁକି ନା ଆମ ସମ୍ବିଧାନରେ ସବୁ ଆଇନ ଗୁଡ଼ିକ ଗଭୀରତାର ସହିତ ତର୍ଜମା କରି ଏଠାରେ ଉପସ୍ଥାପନ କରାଯାଇଛି। ସେଥିପାଇଁ ଏହାକୁ ଆଇନଜୀବୀ ମାନଙ୍କର ନନ୍ଦନକାନନ ବା ଲୋୟର୍ସ ପାରାଡାଇସ୍ ବୋଲି କୁହାଯାଏ। ତାପରେ ଆମେ ଦେଖିବା ଆମ ସମ୍ବିଧାନଟି ଉଭୟ ନମନୀୟତା ଓ ଅନମନୀୟତାର ଏକ ସୁଚିନ୍ତିତ ମିଶ୍ରଣ ଅଟେ। ତ ସମ୍ବିଧାନ ପରିବର୍ତ୍ତିତ ଆବଶ୍ୟକତା ସହିତ ବିକଶିତ ହୋଇପାରିବ, କିନ୍ତୁ ଏହାର ମୂଳ ସିଦ୍ଧାନ୍ତ ଗୁଡ଼ିକ ସୁରକ୍ଷିତ ରହିବ। ଠିକ ଅଛି, ପ୍ରଥମେ ଦେଖିବା ନମନୀୟତା। ନମନୀୟତା ଅର୍ଥ ଆମେ ଯେକୌଣସି ଜିନିଷକୁ ଯଦି ଆମେ ସହଜରେ କ'ଣ କରିପାରିବା, ବଙ୍କା କରିପାରିବା, ଭାଙ୍ଗି ପାରିବା, ସେଇଟାକୁ ଆମେ ନମନୀୟତା କହିବା। ଏବଂ ଅନମନୀୟତା କ'ଣ ନା ଯୋଉଟାକୁ ଆମେ ସହଜରେ କ'ଣ କରିପାରିବାନି ନା ଆମେ ତାକୁ ଭାଙ୍ଗି ପାରିବାନି ବା ତାକୁ ପରିବର୍ତ୍ତନ କରିପାରିବାନି, ସେଟା ଅନମନୀୟତା କହିବା। ତେଣୁ ଆମ ସମ୍ବିଧାନ କ'ଣ ହେଇଛି, ଉଭୟ ନମନୀୟତା ଓ ଅନମନୀୟତା ଏକ ସୁଚିନ୍ତିତ ମିଶ୍ରଣ। ଅର୍ଥାତ୍ ଆମ ସମ୍ବିଧାନ କେତେକ ନିୟମ ଅଛି ତାକୁ ସହଜରେ ଆମେ ପରିବର୍ତ୍ତନ କରିଦେବା, ଆଉ କିଛି ନିୟମ ଅଛି ତାକୁ ସହଜରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। କିନ୍ତୁ ଆମର ଯୋଉ ସମ୍ବିଧାନ ଅଛି ଇଏ ପରିବର୍ତ୍ତନ ହେବା ଆବଶ୍ୟକ, କାରଣ ସମୟ ଅନୁସାରେ ସମାଜ ପରିବର୍ତ୍ତନ ହଉଛି। ଆମେ କ'ଣ ପୁରୁଣା ଯୋଉ ନିୟମ ଗୁଡ଼ିକ ଅଛି ସେ ନିୟମ ଗୁଡ଼ିକ କ'ଣ ସେଇ ସବୁବେଳେ କ'ଣ ଆମେ ଶାସିତ ହଉଥିବା ନା, ସେୟା ନୁହେଁ। ସେଥିପାଇଁ ଆମର ସମୟର ଅନୁସାରେ ଆମେ ତାକୁ ପରିବର୍ତ୍ତନ କରିବା ଆବଶ୍ୟକ, ଯାହା ସହିତ ସିଏ କ'ଣ ହେଇପାରିବ, ବିକଶିତ ହେଇପାରିବ। କିନ୍ତୁ ଆମ ସମ୍ବିଧାନ ପ୍ରଣେତା ମାନେ ଏହାର ମୂଳ ସିଦ୍ଧାନ୍ତ ଗୁଡ଼ିକ କିପରି ସୁରକ୍ଷିତ ରହିବ ସେଥିପାଇଁ କ'ଣ କରିଛନ୍ତି ନା ଯତ୍ନବାନ ହୋଇଛନ୍ତି। ସେଇଥିପାଇଁ ତ ଅନିୟମିତତାର କ'ଣ କରିଛନ୍ତି, ସମ୍ମିଶ୍ରଣ କରିଛନ୍ତି। ଅର୍ଥାତ୍ ଆମ ସମ୍ବିଧାନ ମୂଳ ସିଦ୍ଧାନ୍ତ ଯେପରି ଗଣତନ୍ତ୍ର, ଇଏ ହେଉଛି ଆମ ସମ୍ବିଧାନର ମୂଳ ସିଦ୍ଧାନ୍ତ। ମୌଳିକ ଅଧିକାର, ଇଏ ହେଉଛି ଆମ ସମ୍ବିଧାନର ମୌଳିକ ସିଦ୍ଧାନ୍ତ। ଏଗୁଡ଼ିକ ଯେମିତି ସୁରକ୍ଷିତ ରହିବ, ଇଏ ଯେମିତି ପରିବର୍ତ୍ତନ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆମେ ଦେଖିବା ଆମ ସମ୍ବିଧାନର ସଂଶୋଧନ ପ୍ରକ୍ରିୟା ଆଦି ଦେଖିବା, ସେଇଟା ସମ୍ବିଧାନ ଧାରା 368ରେ ବର୍ଣ୍ଣନା କରାଯାଇଛି। 368 ଧାରାରେ ଆମ ସମ୍ବିଧାନ କିପରି ପରିବର୍ତ୍ତନ କରାଯିବ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଏଠାରେ 3ଟି କଥା ଦିଆଯାଇଛି, ଗୋଟେ ସରଳ ବହୁମତ, ବିଶେଷ ବହୁମତ, ବିଶେଷ ବହୁମତ ସହିତ ରାଜ୍ୟମାନଙ୍କ ଅନୁଦାନ। ଆମେ ଦେଖିବା କ'ଣ ଅଛି ନା ସରଳ ବହୁମତଟା କ'ଣ ନା ସଂସଦର ସାଧାରଣ ବହୁମତରେ ହେବ। ଅର୍ଥାତ୍ ସଂସଦ କହିଲେ ଲୋକସଭା ଏବଂ ରାଜ୍ୟସଭା, ଏ ଲୋକସଭା ରାଜ୍ୟସଭାର ଯେତେ ସଦସ୍ୟ ଉପସ୍ଥିତ ଥିବେ, ଆଇଦର ଲୋକସଭାରେ ହଉ ବା ରାଜ୍ୟସଭାରେ ହଉ, ବିଲ୍ଟି ଗୃହୀତ ହେବ। ଯଦି ଲୋକସଭାରେ ହେବ ରାଜ୍ୟସଭାକୁ ଆସିବ, ଯଦି ରାଜ୍ୟସଭାରେ ହେଇଥିବ ଲୋକସଭାକୁ ଯିବ। ଦୁଇଟି ଗୃହରେ ବିଲ୍ ଗୃହୀତ ହେଇସାରିଲା ପରେ ରାଷ୍ଟ୍ରପତି ପ୍ରେସିଡେଣ୍ଟଙ୍କ ପାଖକୁ ଆସିବ, ପ୍ରେସିଡେଣ୍ଟ ତାକୁ ମୋହର ମାରିଲେ ସେ ବିଲ୍ଟି ପାରିତ ହେଇଗଲା। ଏଇଟା ଗୋଟେ କ'ଣ ସରଳ ବହୁମତ, କାରଣ ଅର୍ଦ୍ଧାଧିକ ସଂଖ୍ୟା ହେଲେ ସରକାର ଗଠନ ହୋଇଥାଏ। ତେଣୁକରି ଯିଏ ସରକାରରେ ଥିବ ସେ ଆରାମସେ ଏଇ ବିଲ୍ ଗୁଡ଼ିକ କ'ଣ କରିପାରିବ, ପାରିତ କରିପାରିବ। ଏଥିରେ କୋଉ ଗୁଡ଼ିକ ହେଇଥାଏ ନା ନୂତନ ରାଜ୍ୟ ଗଠନ, ନାଗରିକତା, ଏଇଭଳି ଯୋଉ ବିଷୟ ଗୁଡ଼ିକ ଅତି ସହଜରେ କ'ଣ ହେଇଥାଏ ନା ପରିବର୍ତ୍ତନ କରାଯାଇପାରିବ। ଆଉ ଗୋଟେ ହେଲା ବିଶେଷ ବହୁମତ। ଇଏ କ'ଣ ନା ଏଇଠି ସଂସଦର ଉଭୟ ଗୃହରେ ଅର୍ଥାତ୍ ଲୋକସଭା ଏବଂ ରାଜ୍ୟସଭା, ଏ ଉଭୟ ଗୃହରେ ଯେତିକି ସଦସ୍ୟ ଉପସ୍ଥିତ ଥିବେ ତାଙ୍କର 2/3 କ'ଣ ବହୁମତରେ ପାରିତ ହୋଇଥାଏ। ଅର୍ଥାତ୍ ଯଦି ରାଜ୍ୟସଭାରେ ପାରିତ ହେବ ତାହେଲେ ରାଜ୍ୟସଭାରେ ଉପସ୍ଥିତ ସଦସ୍ୟଙ୍କର 2/3 ସେଥିରେ କ'ଣ କରିବେ, ମତ ରଖିବେ, ଏବଂ ଲୋକସଭାରେ ମଧ୍ୟ 2/3 ସଦସ୍ୟ ମତ ରଖିବେ। ତାପରେ ସେ ଯିବ କ'ଣ ନା ରାଷ୍ଟ୍ରପତି ପାଖକୁ ଯିବ, ରାଷ୍ଟ୍ରପତି ମୋହର ମାରିଲେ ବିଲ୍ଟି ପାସ୍ ହେଇଗଲା। ଏଇଟା ଏଇ ସରଳ ବହୁମତ ଠାରୁ ଟିକେ ଅଧିକ କ'ଣ ଜଟିଳ ଅଟେ।
ଆଉ ଏଠିରେ କଣ ହେଇପାରିବ ନା ମୌଳିକ ଅଧିକାର, ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି, ଏଇଗୁଡିକ ଏଇ 2/3 ମେଜରିଟିରେ କଣ ହବ, ପାରିତ ହବ। ଆଉ ଗୋଟେ ହଉଛି ବିଶେଷ ବହୁମତ। ବିଶେଷ ବହୁମତ କଣ ନା ଏଇ ଯୋଉ ବିଶେଷ ବହୁମତ ସହିତ ରାଜ୍ୟର ଅନୁମୋଦନ, ଅର୍ଥାତ ଏଇ ଯୋଉ ଆମେ ବିଶେଷ ବହୁମତ ଯୋଉ କହିଲୁ ଲୋକସଭା ରାଜ୍ୟସଭା ରେ କଣ ହବ 2/3 ମେଜରିଟିରେ ପାସ୍ ହେଇସାରିଲା ପରେ ଆମର ଯୋଉ ରାଜ୍ୟ ଅଛି 28ଟା ରାଜ୍ୟ ଅଛି, এই 28ଟା ରାଜ୍ୟର ବିଧାନସଭାକୁ କଣ କରାଯିବ, ଏଇ ବିଲଟି ପଠାଯିବ ଏବଂ 28ଟି ରାଜ୍ୟର 50% ଅର୍ଥାତ 14ଟାରୁ ଅଧିକ ରାଜ୍ୟ ଯଦି ସମର୍ଥନ କଲେ ସେ ବିଲଟି କଣ ହବ, ପାରିତ ହବ। ତ ଏଇଟା ହଉଛି ସବୁଠୁ କଣ ଟିକେ ଅନିୟମିତତା ଏଇଟା ଗୋଟେ ଅନମନୀୟତାର ଏକ ଉଦାହରଣ। ଏଇଟା ହଉଛି ନମନୀୟତାର ଉଦାହରଣ, ଆଉ ଏଇ ବିଶେଷ ବହୁମତଟା ହଉଛି ନମନୀୟ ଓ ଅନମନୀୟ ଗୋଟେ ମିଳିତ ପ୍ରକ୍ରିୟା। ଆଉ ତେଣୁକରି ଏଇ ଟାଇପର ବିଶେଷ ବହୁମତ ସହିତ ରାଜ୍ୟ ଅନୁମୋଦନରେ କଣ ଗୁଡା ହେଇଥାଏ ନା ରାଷ୍ଟ୍ରପତି ନିର୍ବାଚନ, କେନ୍ଦ୍ର ରାଜ୍ୟର ସମ୍ପର୍କ, ଏଇଗୁଡିକ କଣ ହେଇଥାଏ, ଏହି ବହୁମତ ଅନୁସାରେ ହୋଇଥାଏ। ତାପରେ ଆମେ ଦେଖିବା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର, ଇଏ ହଉଛି ଆମ ସମ୍ବିଧାନର ଏକ ବୈଶିଷ୍ଟ୍ୟ। ଭାରତ ସାର୍ବଭୌମ ଅର୍ଥ ଭାରତ ନିଜେ ନିଜର ମାଲିକ। ଗଣତାନ୍ତ୍ରିକ ଅର୍ଥ ଜନତାଙ୍କ ଦ୍ୱାରା ଶାସିତ ହୁଏ। ସାଧାରଣତନ୍ତ୍ର କଣ ନା ରାଷ୍ଟ୍ରର ମୁଖ୍ୟ ଯେ ସେ କଣ ନିର୍ବାଚିତ ପ୍ରତିନିଧି। ହଉ ଦେଖିବା ସାର୍ବଭୌମତ୍ୱ, ଭାରତ ନିଜର ଆଭ୍ୟନ୍ତରୀଣ ବୈଦେଶିକ ନୀତି ନିର୍ଦ୍ଧାରଣ ସମ୍ପୂର୍ଣ୍ଣ ସ୍ୱାଧୀନ, କୌଣସି ବାହ୍ୟ ଶକ୍ତିର ହସ୍ତାନ୍ତର ହୁଏ ନାହିଁ। ଭାରତ କଣ ନା ତାର ଯେତିକି ଆଭ୍ୟନ୍ତର ବା ବୈଦେଶିକ ନୀତି ନିର୍ଦ୍ଧାରଣ ନିଜେ କରିଥାଏ, ଇଏ କୌଣସି ବାହ୍ୟ ଶକ୍ତି ଦ୍ୱାରା କଣ ହୋଇଥାଏନି ନା ପ୍ରଭାବିତ ହୋଇନଥାଏ। ତାପରେ ଦେଖିବା ଗଣତନ୍ତ୍ର କଣ ଶାସନର ସର୍ବୋଚ୍ଚ କ୍ଷମତା ଜନସାଧାରଣଙ୍କ ହାତରେ ନ୍ୟସ୍ତ ଥାଏ, ଯେଉଁମାନେ ସାର୍ବଜନୀନ ପ୍ରାପ୍ତବୟସ୍କ ଭୋଟ ମାଧ୍ୟମରେ ପ୍ରତିନିଧିତ୍ୱ, ଅର୍ଥାତ ଯୋଉମାନଙ୍କର 18 ବର୍ଷରୁ ଅଧିକ ସେମାନେ ହଉଛନ୍ତି ଭାରତର ଭୋଟର, ସେଇମାନଙ୍କ ଦ୍ୱାରା କଣ ହେଇଥାଏ ନା ଜନତାଙ୍କର ପ୍ରତିନିଧି ବଛା ହେଇଥାଏ ଏବଂ ସେଇ ଜନତା ପ୍ରତିନିଧିଙ୍କ ଦ୍ୱାରା ଆମ ଦେଶ ଶାସନ ଚାଲିଥାଏ। ହଉ ତାପରେ ଦେଖିବା ସାଧାରଣତନ୍ତ୍ର କଣ ନା ରାଷ୍ଟ୍ରର ମୁଖ୍ୟ, ଯେପରି ଆମ ଭାରତରେ ରାଷ୍ଟ୍ରପତି ବଂଶାନୁକ୍ରମିକ ନୁହନ୍ତି ବରଂ ଜନତାଙ୍କ ଦ୍ୱାରା ପରୋକ୍ଷ ଭାବେ ନିର୍ବାଚିତ। ଜନତାଙ୍କ ଦ୍ୱାରା ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି କିଏ, ଆମର ରାଷ୍ଟ୍ରପତି। ସେଇଥିପାଇଁ ଏଟାକୁ ଆମେ ସାଧାରଣତଃ ରାଷ୍ଟ୍ର ବୋଲି କହୁ। ତାପରେ ଦେଖିବା ଧର୍ମ ନିରପେକ୍ଷତା ଓ ଜନମଙ୍ଗଳ ରାଷ୍ଟ୍ର ପ୍ରତି ପ୍ରତିବଦ୍ଧତା, ଅର୍ଥାତ ରାଷ୍ଟ୍ରଟି ସମସ୍ତ ଧର୍ମ ପ୍ରତି ନିରପେକ୍ଷ, ନିଜର ନାଗରିକଙ୍କୁ ସାମାଜିକ ଆର୍ଥିକ କଲ୍ୟାଣ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିଥାଏ। ହଉ ଦେଖିବା ଧର୍ମ ନିରପେକ୍ଷତା ରାଷ୍ଟ୍ର କଣ ନା ରାଷ୍ଟ୍ରର କୌଣସି ସରକାରୀ ଧର୍ମ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ଧର୍ମ ଗ୍ରହଣ, ଆଚରଣ, ପ୍ରଚାର କରିବାର ସ୍ୱାଧୀନତା ରହିଛି, ଯୋଉଟା କି ତମର ଧାରା କେତେ 25ରୁ 28 ମଧ୍ୟରେ ଅଛି, ଫଣ୍ଡାମେଣ୍ଟାଲ ରାଇଟ୍ସ ରେ ଅଛି। କଣ ନା ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ଧର୍ମ ଗ୍ରହଣ କରିବେ, ନିଜ ଇଚ୍ଛା ଅନୁସାରେ ଆଚରଣ କରିବେ ଏବଂ ଆବଶ୍ୟକ ପଡ଼ିଲେ ପ୍ରଚାର ମଧ୍ୟ କରିପାରିବେ। ତାପରେ ଆମେ ଦେଖିବା ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟ କେବଳ ଆଇନ ଶୃଙ୍ଖଳା କରିବା ନୁହେଁ, ଇଏ କଣ ନା ଗୋଟେ ପୁଲିସ ରାଷ୍ଟ୍ର ମଧ୍ୟ କୁହାଯାଏ। କେବଳ ଆଇନ ଶୃଙ୍ଖଳା କରିବା କାମ ନୁହେଁ ବା ପୁଲିସ ରାଷ୍ଟ୍ରର କାର୍ଯ୍ୟ ନୁହେଁ। ପୁଲିସ ଯେପରି ଜଗେ ସେଇଭଳି ରାଷ୍ଟ୍ର ଯେ କେବଳ ଆଇନ ଶୃଙ୍ଖଳା ରକ୍ଷା କରିଦେଲେ ରାଷ୍ଟ୍ରର କାମ ସରିଲା ସେଇଆ ନୁହେଁ। ୟା କଣ କରୁଛି ନାଗରିକଙ୍କର ସାମାଜିକ ଆର୍ଥିକ କଲ୍ୟାଣ ସୁନିଶ୍ଚିତ କରିବ। यार मुख्यतः राष्ट्र निर्देशक नीति द्वारा ये परिचालित। राष्ट्र निर्देशक नीति रे राष्ट्र को संविधान निर्देश देइछि जे नागरिक मानकर सामाजिक उन्नति किपरि हेबो, आर्थिक कल्याण हेबो, सेति प्रति कोन करिवो सुचिंतित कार्यकलाप सब करिवा आवश्यक। तापर आमे देखिबा संसदीय शासन व्यवस्था। आमर भारत रे जो शासन व्यवस्था चलीछि ये होछि संसदीय शासन व्यवस्था। कहीं ना कार्यपालिका निज कार्य पई व्यवस्था विकास संसद निकट में उत्तरादी जहा दायित्वपूर्ण शासन को सुनिश्चित करे हला। तो आमर जो कार्यपालिका जो कार्य करे से कार्यपालिका कौन ना संसद निकट में उत्तरादायी सब बेले उत्तरादायी रही थाए हला। और केमिति होछि म कहूछि हां आ हमर जो संसदीय शासन व्यवस्था ता आमर ब्रिटिश संविधान बा ब्रिटिश मॉडल को आम अनुसरण करछे। एडी देखिबा एटा मनकर भारत राष्ट्र, भारतर नाम को मात्र कौन कार्यपालिका बा नाम को मात्र मुख्य होचंती राष्ट्रपति जे कि आम राष्ट्र मुख्य।
ପ୍ରକୃତ କାର୍ଯ୍ୟପାଳିକା କିଏ? ନା ପ୍ରକୃତ କାର୍ଯ୍ୟପାଳିକା ହଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ। ଇଏ ପ୍ରକୃତ ଶାସନ ବା କ୍ଷମତାର ଅଧିକାରୀ। ମୁଁ ଯୋଉ ଏଇଠି କହିଲେନି କାର୍ଯ୍ୟପାଳିକା ନିଜର କାର୍ଯ୍ୟ ପାଇଁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ ରହିଥାଏ। ଅର୍ଥାତ୍ ଏଠାରେ ଦେଶ ଭିତରେ ଯେକୌଣସି କାର୍ଯ୍ୟ ଘଟିବ ତାହାର ଉତ୍ତରଦାୟୀ ରହିବେ କିଏ? ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳ। କୋଉଠାରେ? ନା ଏଇ ସଂସଦ ଠାରେ ଉତ୍ତରଦାୟୀ ରହିବେ। ଏଠାରେ ତାଙ୍କୁ କ୍ୱେଶ୍ଚନ କରାଯାଇ ପାରିବ। କୌଣସି କାର୍ଯ୍ୟ ଦେଶର ଶାସନ କିପରି ଚାଲିଛି ସବୁ ବିଷୟରେ ଆମେ ଏଠାରେ ସଂସଦରେ କ୍ୱେଶ୍ଚନ କରିପାରିବା। ବିପକ୍ଷ ତାଙ୍କୁ କ୍ୱେଶ୍ଚନ କରିପାରିବେ। ହଉ ଠିକ ଅଛି। ଏବଂ ମନ୍ତ୍ରିମଣ୍ଡଳ ସାମୂହିକ ଭାବେ ଲୋକସଭା ନିକଟରେ ଉତ୍ତରଦାୟୀ। ସାମୂହିକ ଭାବେ ତା ମାନେ କୌଣସି ବି ଗୋଟେ ବିଷୟର ଯଦି ପ୍ରଶ୍ନ ଆସେ ବା କୌଣସି ଗୋଟେ ବିଷୟର ଯଦି ମାନେ କଣ କରାଯାଏ ସମାଲୋଚନା କରାଯାଏ ସେଥିପାଇଁ ସମ୍ପୃକ୍ତ ମନ୍ତ୍ରୀ ନୁହନ୍ତି, ମନ୍ତ୍ରିମଣ୍ଡଳ ହିଁ ଉତ୍ତରଦାୟୀ, ପ୍ରଧାନମନ୍ତ୍ରୀ ହିଁ ଉତ୍ତରଦାୟୀ ହେବ। ଏଇଟା କାରଣ ଆମର ସାମୂହିକ କାର୍ଯ୍ୟ। ହଁ ଠିକ ଅଛି। ତାପରେ ଆମେ ଦେଖିବା ସଂଘୀୟ ବ୍ୟବସ୍ଥା ସହିତ ଏକକୈନ୍ଦ୍ରିକ ପ୍ରବଣତା। ଯଦିଓ ଆମ ଦେଶରେ ସଂଘୀୟ ବ୍ୟବସ୍ଥାର ଶାସନ ଚାଲେ ଅର୍ଥାତ୍ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦୁଇ ପ୍ରକାର ସରକାର ଦେଖିବାକୁ ମିଳେ। ଏଇ ଦୁଇ ପ୍ରକାର ସରକାର ଯେଉଁଠାରେ ଦେଖିବାକୁ ମିଳେ ଆମେ ସେଇଟାକୁ କହୁ କଣ? ନା ଆମେ କହୁ କଣ? ତାକୁ ସଂଘୀୟ ବ୍ୟବସ୍ଥା। କିନ୍ତୁ ଏଠାରେ କେନ୍ଦ୍ର ସରକାରଙ୍କର ଅଧିକ ଶକ୍ତି ଥାଏ। ସେଇଥିପାଇଁ ମୁଁ ଏଠି କୁହାଯାଇଛି ସଂଘୀୟ ବ୍ୟବସ୍ଥା ସହିତ ଏକକୈନ୍ଦ୍ରିକ ପ୍ରବଣତା। କ୍ଷମତା କେନ୍ଦ୍ର ରାଜ୍ୟ ସରକାରଙ୍କ ମଧ୍ୟରେ ବଣ୍ଟା ଯାଇଛି କିନ୍ତୁ ଜାତୀୟ ଏକତା ପାଇଁ କେନ୍ଦ୍ରକୁ ଅଧିକ ଶକ୍ତିଶାଳୀ କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ର ଉଭୟଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଛି କିନ୍ତୁ ଅଧିକ ପାୱାର କାହାକୁ ଦିଆଯାଇଛି? କେନ୍ଦ୍ରକୁ ଦିଆଯାଇଛି। ସେଥିପାଇଁ ଆମର ସମ୍ବିଧାନର 7ମ ଅନୁସୂଚୀରେ କଣ କରାଯାଇଛି? ନା 3ଟା ଲିଷ୍ଟ ବନାଯାଇଛି। ଗୋଟେ ହେଲା କେନ୍ଦ୍ର ସୂଚୀ, ଗୋଟେ କରାଯାଇଛି ରାଜ୍ୟ ସୂଚୀ, ଗୋଟେ କରାଯାଇଛି ମଧ୍ୟବର୍ତ୍ତୀ ସମବର୍ତ୍ତୀ ସୂଚୀ ବା ମିଳିତ ସୂଚୀ, ଯୋଉଟା କି ତମର ମିଳିତ ସୂଚୀ। କେନ୍ଦ୍ର ସୂଚୀ ୟୁନିୟନ ଲିଷ୍ଟ, ଏଇଟା କେନ୍ଦ୍ର ସରକାର ଆଇନ ତିଆରି କରିବେ। ସେ କେତେଟା ବିଷୟ ତାଙ୍କୁ ଦିଆଯାଇଛି? 18ଟା ବିଷୟ। କଣ କଣ କରିପାରିବେ? ଉଦାହରଣ ସ୍ୱରୂପ ଡିଫେନ୍ସ ପ୍ରତିରକ୍ଷା କ୍ଷେତ୍ରରେ, ଫରେନ ଆଫେୟାର୍ସ ବୈଦେଶିକ କ୍ଷେତ୍ରରେ, ଏବଂ ସେ ଏଇଟା କେବଳ ସଂସଦ ହିଁ ଆଇନ ପ୍ରଣୟନ କରିପାରିବ। ଏବଂ ରାଜ୍ୟ ସୂଚୀରେ କେତୋଟି ଦିଆହେଇଛି ବିଷୟ? 61ଟି ଦିଆହେଇଛି। ଏଥିରେ କଣ ଅଛି? ଯେମିତି ପୁଲିସ ଅଛି, ଆଉ ଏଗ୍ରିକଲଚର କୃଷି ଅଛି। ଏଇଟା ରାଜ୍ୟ ବିଧାନସଭାରେ ଆଇନ ପ୍ରଣୟନ ହବ। ଏବଂ ମିଳିତ ସୂଚୀ ବା କନକୁରେଣ୍ଟ ଲିଷ୍ଟରେ କେତୋଟି ଅଛି? ନା 53ଟି ବିଷୟ ପରିସରଭୁକ୍ତ କରାଯାଇଛି। ଏଥିରେ ଅଛି କଣ? ଶିକ୍ଷା, ଏଜୁକେସନ, ଫରେଷ୍ଟ, ବନ୍ୟ, ଏଇ ଟାଇପର 53 ଗୋଟି ବିଷୟ ସେଠାରେ ସ୍ଥାନ ପାଇଛି। ଏଥିରେ ଉଭୟ କେନ୍ଦ୍ର ସରକାର ରାଜ୍ୟ ସରକାର କଣ କରିପାରିବେ? ନା ଆଇନ ପ୍ରଣୟନ କରିପାରିବେ। ତେଣୁକରି ଆମେ ଏଇ ସବୁ ଗୁଡିକ ତର୍ଜମା କରି ଜାଣୁଛେ ଯେ ଆମର ଏଠାରେ କେନ୍ଦ୍ର ସରକାରର କ୍ଷମତା ଅଧିକ। ହଁ, ଆମ ଦେଶରେ କଣ ହୋଇଛି? ନା ଏକକ ନାଗରିକତା ଚାଲିଛି। ଏକକ ନାଗରିକତା ଅର୍ଥାତ୍ କେନ୍ଦ୍ର ସରକାରଙ୍କ ନାଗରିକତା ରହିଛି, ରାଜ୍ୟମାନଙ୍କ ସ୍ୱତନ୍ତ୍ର ନାଗରିକତା ନାହିଁ। କେନ୍ଦ୍ର ସରକାର ଠାରେ ଶକ୍ତି ଅଧିକା ରହିଛି। ଆଉ ଜରୁରୀକାଳୀନ ପରିସ୍ଥିତିରେ କେନ୍ଦ୍ରର ଆଭିମୁଖ୍ୟ ଅଧିକ ଥାଏ, ଯୋଉଟା କି ତମର ସମ୍ବିଧାନର କଣ? ନା 352, 356 ଏବଂ 360 ତିନି ଗୋଟି ଧାରା ବଳରେ କେନ୍ଦ୍ର କଣ କରେ? ନା ରାଷ୍ଟ୍ରପତିଙ୍କର ଶାସନ ଜାରି କରିପାରେ। ଆର୍ଥିକ ପରିସ୍ଥିତି ପାଇଁ ରାଜ୍ୟର ଇଏ ପାଇଁ କଣ କରିପାରେ। ତେଣୁକରି ଏଠାରେ କେନ୍ଦ୍ର ହାତରେ ଜରୁରୀକାଳୀନ ବ୍ୟବସ୍ଥା ଗୁଡିକ ଅଛି। ଏଇ ସବୁ ବ୍ୟବସ୍ଥା ଗୁଡିକ ଥିବା କାରଣରୁ ଏଇ ଗୋଟେ ଐକିକ ରାଷ୍ଟ୍ର ଭଳି ୟାର କାର୍ଯ୍ୟକଳାପ ଲାଗେ। କିନ୍ତୁ ଆମ ଷ୍ଟ୍ରକ୍ଚର ହଉଛି କଣ? ନା ଷ୍ଟ୍ରକ୍ଚର ହଉଛି କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥାତ୍ ସଂଘୀୟ ବ୍ୟବସ୍ଥା। ତେଣୁକରି ସେଇଥିପାଇଁ ଭାରତକୁ କ୍ୱାସି ଫେଡେରାଲ ଷ୍ଟେଟ କୁହାଯାଏ। କ୍ୱାସି ଫେଡେରାଲ ଷ୍ଟେଟ। ତାପରେ ଆମେ ଦେଖିବା ଆମର ଯୋଉ ସମ୍ବିଧାନ କଣ କରିଛି? ନା ଆମ ନ୍ୟାୟପାଳିକାକୁ ଏକ ସୁସଂହତ ଏବଂ ସ୍ୱାଧୀନ ନ୍ୟାୟପାଳିକାର ବ୍ୟବସ୍ଥା ସୃଷ୍ଟି କରିଛି। ଆମ ଦେଶର ଏକକୃତ ନ୍ୟାୟିକ ବ୍ୟବସ୍ଥା ରହିଛି, ଯାହାର କାର୍ଯ୍ୟପାଳିକା ବ୍ୟବସ୍ଥା ବା ପ୍ରଭାବ ମୁକ୍ତ। ଦିଟା କଥା କହିଲା, ଏକକୃତ ଅର୍ଥାତ୍ ଆମ ଯୋଉ ନ୍ୟାୟ ବ୍ୟବସ୍ଥା ପୁରା ଟପ୍ ଟୁ ବଟମ ପର୍ଯ୍ୟନ୍ତ, ମୂଳରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ନ୍ୟାୟର ପରିସର ମାନେ କଣ? ପରିସର ମଧ୍ୟରେ
କଣ ହେଇଥାଏ ଚାଲିଥାଏ ଏବଂ ଏଥିରେ ନା କାର୍ଯ୍ୟକଳାପର ହସ୍ତକ୍ଷେପ ଥାଏ ନା ବ୍ୟବସ୍ଥାପିକାର ହସ୍ତକ୍ଷେପ ଥାଏ। ଏତି ଦୁଇରୁ ମୁକ୍ତ କରାହେଇଛି। ଦେଖିବା ସର୍ବୋଚ୍ଚ ନ୍ୟାୟାଳୟ ଶୀର୍ଷରେ ରହିଛି, ତା ତଳେ ରହିଛନ୍ତି ଉଚ୍ଚ ନ୍ୟାୟାଳୟ ଓ ଅଧିଷ୍ଠାନ ନ୍ୟାୟାଳୟ। ଏଇ ଦେଖ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ କଣ ରହିଛି ସବୁଠୁ ଉପରେ ରହିଛି, ତା ତଳକୁ ରହିଛନ୍ତି ହାଇକୋର୍ଟ, ତା ତଳେ ରହିଛନ୍ତି ଅଧୀନସ୍ଥ କୋର୍ଟ ସବଅର୍ଡିନେଟ କୋର୍ଟ। ହଁ, ତାପରେ ଦେଖିବା ବିଚାରପତିଙ୍କ ନିଯୁକ୍ତି କାର୍ଯ୍ୟକଳାର ସୁରକ୍ଷା ବେତନ ସମ୍ବିଧାନ ଦ୍ୱାରା ସୁରକ୍ଷିତ ଯାହା ନିରପେକ୍ଷ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଅର୍ଥାତ ଆମର ଏଇ ଯୋଉ ନ୍ୟାୟାଳୟ ମାନଙ୍କର ଯୋଉ ବିଚାରପତି ମାନେ ଅଛନ୍ତି ଏମାନେ ସବୁ କଣ ନା ଏମାନଙ୍କୁ କେତେ ଦରମା ମିଳିବ, ଏମାନଙ୍କୁ କିପରି ସୁରକ୍ଷା ସମ୍ବିଧାନ ପ୍ରଦାନ କରୁଛି, ଏସବୁ ସମ୍ବିଧାନରେ କଣ କରାଯାଇଛି ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି, ଯାହା ଫଳରେ ସେମାନେ ନିରପେକ୍ଷ ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି। ତାପରେ ଆମେ ଦେଖିବା ନ୍ୟାୟିକ ପୂର୍ବାଲୋକନ। ତ ନ୍ୟାୟାଳୟର ଆମର ଯୋଉ ସର୍ବୋଚ୍ଚ ନ୍ୟାୟାଳୟ ରହିଲା, ଯୋଉ ସୁପ୍ରିମକୋର୍ଟ ରହିଲା, ୟାର ଏବଂ ଉଚ୍ଚ ନ୍ୟାୟାଳୟ ମଧ୍ୟ ହେଲା, ୟାର କଣ ହଉଛି ନ୍ୟାୟିକ ପୂର୍ବାଲୋକନ କରିପାରିବାର କ୍ଷମତା ରହିଛି। ଏମାନେ କଣ କରିପାରିବେ ସମ୍ବିଧାନ ଏମାନେ ସଂସଦ ଏବଂ ବିଧାନସଭା ଦ୍ୱାରା ଯୋଉ ଆଇନଟି ପାରିତ ହୋଇଥାଏ ତାକୁ ଏମାନେ ପୂର୍ବାଲୋକନ କରିପାରିବେ, ଚେକ୍ କରିପାରିବେ। ଚେକ୍ କରିପାରିକି ଯଦି ସେଟା ଠିକ ଥିବ ବା ଭୁଲ ଥିବ ସେମାନେ ସଜେସନ ଦେଇପାରିବେ ବା ତାକୁ ରଦ୍ଦ ବି କରିଦେଇପାରିବେ। ଏଇଟାକୁ କୁହାଯାଉଛି କଣ ନ୍ୟାୟିକ ପୂର୍ବାଲୋକନ। ଠିକ ଅଛି। ତାପରେ ଆମେ ଦେଖିବା ମୌଳିକ ଅଧିକାର ଆମ ନାଗରିକ ମାନଙ୍କର ସୁରକ୍ଷା କବଚ। ଆମ ସମ୍ବିଧାନ ନାଗରିକ ମାନଙ୍କୁ କେତେକ କଣ କରିଛି ନା ସୁରକ୍ଷା ପ୍ରଦାନ କରିଛି, ଯାହା ରାଷ୍ଟ୍ରର ସୀମାହୀନ ସୁରକ୍ଷା କ୍ଷମତା ଯୋଗାଇଥାଏ। ରାଷ୍ଟ୍ର ନାଗରିକ ମାନଙ୍କୁ ସୀମାହୀନ ସୁରକ୍ଷା ଯୋଗାଇଥାଏ। ଯେପରି ଆମର କଣ ଅଛି ନା 6 କଣ ନା ମୌଳିକ ଅଧିକାର ପ୍ରଦାନ କରାଯାଇଛି ବର୍ତ୍ତମାନ ସମ୍ବିଧାନରେ 6 କରାଯାଇଛି, ଯୋଉଟା କି ତମର ସମ୍ବିଧାନ ଭାଗ 3ରେ ପାଇବ ଏବଂ ଧାରା 12ରୁ 35 ମଧ୍ୟରେ ବର୍ଣ୍ଣନା ହେଇଛି। ପ୍ରଥମଟି ହେଉଛି ସମାନତା ଅଧିକାର, ଯୋଉଟା କି 14ରୁ 18, ସ୍ୱାଧୀନତା ଅଧିକାର 19ରୁ 22, ଶୋଷଣ ବିରୋଧୀ ଅଧିକାର 23-24, ଧର୍ମଗତ ସ୍ୱାଧୀନତା ଅଧିକାର 25ରୁ 28, ସାଂସ୍କୃତିକ ଶିକ୍ଷାଗତ ଅଧିକାର 29ରୁ 30 ଏବଂ ସମ୍ବିଧାନ ପ୍ରତିକାର ଅଧିକାର 32 ଧାରାରେ ଉଲ୍ଲେଖ କରାଯାଇଛି। ଏଇ ଯୋଉ ସମ୍ବିଧାନ 32 ଧାରା ନାଗରିକ ମାନଙ୍କର ଉଲ୍ଲଂଘନ କ୍ଷେତ୍ରରେ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟର ଯିବାର କଣ ଅଛି କ୍ଷମତା ଦିଏ। ଦେଖ ଏଇ ଯୋଉ ଆମ 6ଟା ମୌଳିକ ଅଧିକାର ଅଛି, 6ଟାରୁ ଏଇ 5ଟା ଅଧିକାରରୁ ଯେତେବେଳେ ମଣିଷ ବଞ୍ଚିତ ହେଇଯିବ ସେତେବେଳେ ତାର ଏଇ 6 ନମ୍ବର ଅଧିକାର ବଳରେ ସେ ସିଧାସଳଖ କଣ କରିପାରିବ ସୁପ୍ରିମ କୋର୍ଟକୁ କଣ କରିପାରିବ ବା ହାଇକୋର୍ଟକୁ ମଧ୍ୟ ଯାଇପାରିବ। ଆମେ ସାଧାରଣ ମାମଲାରେ ଆମେ ସୁପ୍ରିମକୋର୍ଟ ବା ହାଇକୋର୍ଟକୁ ସିଧାସଳଖ ଯାଇପାରିବାନି, କିନ୍ତୁ ଆମର ଯଦି ମୌଳିକ ଅଧିକାର କ୍ଷୁଣ୍ଣ ହୁଏ ତାହେଲେ ଆମେ ସିଧାସଳଖ ସୁପ୍ରିମକୋର୍ଟ ବା ହାଇକୋର୍ଟକୁ ଯାଇପାରିବା। ସେଥିପାଇଁ ପଣ୍ଡିତ ନେହେରୁ ସମ୍ବିଧାନର ଏଇ ମୌଳିକ ଅଧିକାରକୁ ସମ୍ବିଧାନର ବିବେକ ବୋଲି କହିଛନ୍ତି। ହଉ ଦେଖିବା, ଠିକ ଅଛି। ତାପରେ ଦେଖିବା ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି। ଏ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି କଣ କରାଯାଇଛି ନା ନାଗରିକଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରକୁ ସମ୍ବିଧାନ ନିର୍ଦ୍ଦେଶ ଦେଇଛି। ଅଧିକାର ସହିତ ଦାୟିତ୍ୱ ମଧ୍ୟ ଆସେ। ସମ୍ବିଧାନ ରାଷ୍ଟ୍ର ପାଇଁ ମାର୍ଗଦର୍ଶକ ସିଦ୍ଧାନ୍ତ, ନାଗରିକ ପାଇଁ କର୍ତ୍ତବ୍ୟ ନିର୍ଦ୍ଧାରଣ କରେ। ହଉ ଠିକ ଅଛି। ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଟା କଣ ନା ସମ୍ବିଧାନ ଭାଗ 4ରେ ବର୍ଣ୍ଣନା କରାଯାଇଛି ଏବଂ ଯୋଉଥିରେ ଏଗୁଡିକ ନ୍ୟାୟାଳୟ ଦ୍ୱାରା ବାଧ୍ୟତାମୂଳକ ନୁହେଁ। ଆମେ ଯଦି ଆମକୁ ରାଷ୍ଟ୍ର ସମ୍ବିଧାନ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଯଦି କାର୍ଯ୍ୟ ନ କରେ ତେବେ ଆମେ ନ୍ୟାୟାଳୟରେ କଣ କରିପାରିବାନି ଆଶ୍ରୟ ନେଇପାରିବାନି, କାରଣ ଏଗୁଡିକ ନନ୍ ଜଷ୍ଟିସେବୁଲ, ନ୍ୟାୟାଳୟ ଦ୍ୱାରା ପ୍ରବର୍ତ୍ତ ନୁହେଁ। ଜନମଙ୍ଗଳ ରାଷ୍ଟ୍ର ଗଠନ ପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରକୁ କେବଳ ନିର୍ଦ୍ଦେଶ ଦିଆଯାଇଛି କଣ ଗୋଟେ ଜନମଙ୍ଗଳ ରାଷ୍ଟ୍ର ଗଠନ କରିବ, କିନ୍ତୁ ହଁ ସାମାଜିକ ଆର୍ଥିକ ଗଣତନ୍ତ୍ର ପ୍ରତିଷ୍ଠା କରିବ, କିନ୍ତୁ ରାଷ୍ଟ୍ରର କଣ ନିଜର କ୍ଷମତା ଉପରେ ଇଏ ନିର୍ଭର କରେ। ୟା କେବଳ ରାଷ୍ଟ୍ରକୁ ଗୋଟେ କଣ କରିବ ମାର୍ଗଦର୍ଶନ କରିବ। ଏଇ ଯେମିତି ଗୋଟେ ଲାଇଟ ହାଉସ ରୁ କଣ କରୁଛି ସିପ୍ ତାକୁ କଣ କରୁଛି ମାର୍ଗଦର୍ଶନ କରୁଛି, ଠିକ ସେଇଭଳିଆ ସମ୍ବିଧାନ ଏଇ ଯୋଉ ଡିପିଏସପି ଯୋଉ ପ୍ରଦାନ କରିଛି ବା ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ଇଏ କଣ କରିବ ନା ତାକୁ ମାର୍ଗଦର୍ଶନ କରିବ। ତାପରେ ହଉଛି କଣ ମୌଳିକ କର୍ତ୍ତବ୍ୟ। এই ମୌଳିକ କର୍ତ୍ତବ୍ୟଟି ସମ୍ବିଧାନର
ଭାଗ 4 କରେ ଯୋଡ଼ା ଯାଇଛି। ଏଇଟା ଆଗରୁ ନଥିଲା। 1976 ମସିହାରେ 42ତମ ସମ୍ବିଧାନ ସଂଶୋଧନ ଦ୍ୱାରା ଏଇଟାକୁ କଣ କରାଗଲା, ଯୋଡ଼ା ଗଲା। ଏଥିରେ କଣ ଅଛି ନା 11 ଗୋଟି ନାଗରିକଙ୍କର କର୍ତ୍ତବ୍ୟ ଅଛି। ହଁ, ଏଗୁଡିକ କଣ ନା ଗୋଟେ ଉଦାହରଣ ସ୍ୱରୂପ ନାଗରିକମାନଙ୍କୁ ଦେଶ ପ୍ରେମ କରିବା, ଏକତା, ଜାତୀୟ ସମ୍ପଦ ସୁରକ୍ଷା, ଏଇ ସବୁ ବିଷୟରେ ଇଏ କଣ କରେ, ପ୍ରେରଣା ଯୋଗାଇଥାଏ। ତାପରେ ଦେଖିବା ଏକକ ନାଗରିକ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ। ଭାରତ ସମସ୍ତ ଭାରତୀୟଙ୍କୁ ଏକ ପରିଚୟରେ ବାନ୍ଧିବା, ନିରପେକ୍ଷ ଅନୁଷ୍ଠାନ ମାଧ୍ୟମରେ ସେମାନଙ୍କୁ ଅଂଶଗ୍ରହଣ କରିବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ତାଙ୍କୁ କଣ କରାଯାଇଛି, ଏକକ ନାଗରିକତା ପ୍ରଦାନ କରାଯାଇଛି। ଅର୍ଥାତ୍ ଏଠାରେ ରାଜ୍ୟମାନଙ୍କରୁ ନାଗରିକତା ଦିଆଯାଇ ନାହିଁ। କାହିଁକି ନା ଏକ ନାଗରିକ ରହିଲେ ଆମେ ଏକତା ରୁଜୁରେ ବାନ୍ଧି ରହିବା। ଏକ ନାଗରିକ, ଏକ ଆମେରିକା ପରି ଦ୍ୱୈତ ନାଗରିକ ରାଜ୍ୟ କେନ୍ଦ୍ର ପରିବର୍ତ୍ତେ ପ୍ରତ୍ୟେକ ଭାରତୀୟ କେବଳ ଭାରତର ନାଗରିକ ଜାତୀୟ ଏକତା ଓ ଅଖଣ୍ଡତାକୁ ମଜବୁତ କରେ। ତ ଅଲଗା ଯୋଉ ଆମେରିକାରେ କଣ ହେଇଛି ନା ତାର ଆମେରିକା ପାଇଁ ଗୋଟିଏ ନାଗରିକତା ଏବଂ ପ୍ରତିଟି ତାର ରାଜ୍ୟ ପାଇଁ ଅନ୍ୟ ଏକକ ନାଗରିକତା ରହିଛି। କିନ୍ତୁ ଭାରତରେ କଣ ହେଇଛି ନା ରାଜ୍ୟ ପାଇଁ ସ୍ୱତନ୍ତ୍ର ନାଗରିକତା ନାହିଁ। ସେଇ ଭାରତୀୟ ଏକ ନାଗରିକ ଜାତୀୟ ନାଗରିକତା ରହିଛି, ଯାହା ଫଳରେ କି ଆମ ଦେଶର ଜାତୀୟ ଏକତା ଅଖଣ୍ଡତା କଣ ହବ, ମଜବୁତ ହବ। ତାପରେ ଆମେ ଦେଖିବା ଇଏ ଏକ ଗଣତାନ୍ତ୍ରିକ ଅନୁଷ୍ଠାନ। ଭାରତ ସାର୍ବଜନୀନ ପ୍ରାପ୍ତବୟସ୍କ ଭୋଟାଧିକାର 18 ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକ ମାନଙ୍କୁ ଭୋଟ ଦେବାର ଅଧିକାର ଅଛି। ଯେହେତୁ ଏହା ଏକ ଗଣତାନ୍ତ୍ରିକ ଅନୁଷ୍ଠାନ କଣ କରେ, ସୂଚନା ଦିଏ ଏବଂ ସ୍ୱାଧୀନ ନିର୍ବାଚନ ଆୟୋଗ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏହା ଏକ ସାମ୍ବିଧାନିକ ସଂସ୍ଥା, ଯୋଉଟା କି ତମର ଆର୍ଟିକଲ 324ରେ କଣ କରାଯାଇଛି, ଉଲ୍ଲେଖ କରାଯାଇଛି ଯେ ନିର୍ବାଚନ ମାନେ ଭାରତରେ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ଏକ ମୁକ୍ତ ଏବଂ ନିରପେକ୍ଷ ସଂସ୍ଥା। ପ୍ରଥମେ ଦେଖିବା ଏଠି ଇଏ ହେଲା ଭାରତର ସମସ୍ତେ କଣ ନା ଏକ ନାଗରିକ। ଏଠାରେ କଣ ହେଇଛି ନା 18 ବର୍ଷରୁ ଉର୍ଦ୍ଧ୍ୱ ଯୋଉମାନେ ପ୍ରାପ୍ତ ବୟସ୍କ ସେମାନେ କଣ କରିବେ ନା ଭୋଟ ଦେବେ। ଭୋଟ ଦେଇ କଣ କରିବେ, ତାଙ୍କର ପ୍ରତିନିଧି ସଂସଦକୁ ପଠାଇବେ। এই ସଂସଦ କଣ କରିବ, ଆମ ପାଇଁ ଆଇନ ତିଆରି କରିବ ଏବଂ এই ସବୁ ପ୍ରୋସେସକୁ କିଏ କରିବ ନା ସ୍ୱାଧୀନ ନିର୍ବାଚନ ଆୟୋଗ। ତାପରେ ଶେଷରେ ଆମେ ସାରାଂଶ ଦେଖିବା କଣ କଣ ଆମେ ପଢିଲେ ନା ଭାରତୀୟ ସମ୍ବିଧାନ କେବଳ ଏକ ଦସ୍ତାବିଜ ନୁହେଁ, ଏହା ଏକ ଦର୍ଶନ। ଏହା ହେଉଛି ଭାରତୀୟ ମାନଙ୍କ ପାଇଁ ଏକ ଫିଲୋସଫି, ଦର୍ଶନ ଅଟେ। ଇଏ ଏକ ଡକୁମେଣ୍ଟସ ନୁହେଁ। ଏହାର ବ୍ଲୁ ପ୍ରିଣ୍ଟ, ଉଦାର ଆଦର୍ଶ, ସୁଚିନ୍ତିତ ଶାସନ ସଂରଚନା, ନାଗରିକ କେନ୍ଦ୍ରିକ ଚୁକ୍ତି ମିଶି ସ୍ଥିର ପ୍ରଗତିଶୀଳ ରାଷ୍ଟ୍ର ମୂଳଦୁଆ ସ୍ଥାପନ କରିପାରିବ। ଏଇ ସବୁ ତାର ସମ୍ବିଧାନର ଯୋଉ ଗୁଣ ଗୁଡିକ ଅଛି, ୟା ଦ୍ୱାରା ଆମ ଦେଶ କଣ କରିପାରିବ ନା ଗୋଟେ ସ୍ଥିର ଏବଂ ପ୍ରଗତିଶୀଳ ରାଷ୍ଟ୍ର ଗଠନ କରିଦେଇ ପାରିବ।